ଭଦ୍ରକର ସର୍ବପୁରାତନ ପୀଠ ଦେବୀ ପୀଠ ଇଏ ଆଉ ପ୍ରାୟ 400-500 ବର୍ଷ ହେବ ଆମେ ଅନୁମାନ କରୁଛୁ, ଯାହା ମୁଁ ଏକ୍ଜାକ୍ଟଲି ଜାଣେନା ପୂଜା ହେଇ ଆସୁଛନ୍ତି। ଆମର ଏକ ମାନେ ସ୍ୱତନ୍ତ୍ର ନିଆରା ପରମ୍ପରାରେ ସେବା ପୂଜା କରାଯାଇଥାଏ। ଯେହେତୁ ଆମେ ବୈଷ୍ଣବ, ମାଆଙ୍କୁ ଆମେ ବୈଷ୍ଣବୀ ନାରାୟଣ ରୂପରେ ପୂଜା କରିଥାଏ। ମଦନ ମୋହନଙ୍କର ପ୍ରତୀକ ଶାଳିଗ୍ରାମ ଶିଳା ଆସନ୍ତି ଏବଂ ତାଙ୍କୁ ଦୁର୍ଗା ମାଧବ ରୂପରେ ଆମେ ଏଠି ସେବା କରିଥାଉ। ଏଠି କୁଷ୍ମାଣ୍ଡ ବଳି ବି ହୁଏ ନା, ଉତ୍ସର୍ଗ କରାଯାଇଥାଏ। ଆଉ ପୁରା ବିଧିବଦ୍ଧ ଭାବରେ ସମୟାନୁବର୍ତ୍ତିତ ଭାବରେ ଆମର ପୂଜା କରାଯାଏ। କୌଣସି ପୂଜାରେ ବ୍ୟତିକ୍ରମ କରାଯାଏ ନା। ଏପର୍ଯ୍ୟନ୍ତ ପୂଜାଟି ଆମ ପରିବାର ତରଫରୁ ହୁଏ, ଗ୍ରାମବାସୀମାନଙ୍କର ସାହାଯ୍ୟ ସହଯୋଗରେ ଝୁଣା ହୁଏ। ଆଉ ଝୁଣା ଜଳା ଏଠିକାର ଗୋଟେ ଆକର୍ଷଣୀୟ ପର୍ବ। ମାଆଙ୍କର ଯେତେବେଳେ ତାରିଣୀ ବ୍ରତ ପୂଜା କରାଯାଏ, ସେତେବେଳେ ମାନସିକଧାରୀ ମାନେ ବହୁ ଦୂର ଦୂରାନ୍ତରୁ ଆସିଥାନ୍ତି, ଝୁଣା ଜାଳିଥାନ୍ତି। ତାଙ୍କ ମାନସିକ ପୂରଣ ହେଇଥାଏ। ଯିଏ ଯାହାର ମନରେ ମାନିଥାନ୍ତି ତାଙ୍କୁ ଝୁଣା ଜାଳନ୍ତି। ହଜାର ହଜାର ସଂଖ୍ୟାରେ ନରନାରୀ ଝୁଣା ଜଳନ୍ତି। ଏଗୁଡ଼ା କମନୀୟ ଦୃଶ୍ୟ, ଦେଖିଲା ଭଳିଆ ଦୃଶ୍ୟ। ସବୁ ପ୍ରାଚୀନ ପୀଠ ଇଏ। ଆମେ ଲେଖିକି ଦେଇଛୁ, ଆମେ ବି ଆମର ପରମ୍ପରାରେ ଲେଖିକି ଦେଇଛୁ। ଆମର ଏଇଟା ବହୁତ ପ୍ରାଚୀନ ପୀଠ ବୋଲି 300 ବର୍ଷର ଉର୍ଦ୍ଧ୍ୱ ଆମେ ଲେଖିକି ଦେଇଛୁ। ଆଉ ଯାହା ମିଳିବ ସରକାରଙ୍କ ଯାହା ନିର୍ଦ୍ଦେଶ ହେବ। କିନ୍ତୁ ଏ ପୀଠ ପ୍ରତି ଟିକେ ଉଦାସୀନତା ନ ହେଇକି ଟିକେ ଆତ୍ମୀୟତା ସହକାରେ କିଛି ସେବା ପାଇବା କଲେ। ଏ ଗୋଟେ ମନ୍ଦିର ମାଳିନୀ ନଗରୀ, ସନ୍ଧ୍ୟା ନଗରୀ। ଆମ ଗାଁରେ ବହୁ ମନ୍ଦିର, ଗୋଟେ ପବିତ୍ର ଭୂମି ଇଏ। ଏ ଭୂମିରେ ଟିକେ ପ୍ରତ୍ୟେକ ବର୍ଷ ସବୁ ବର୍ଷ ଆମେ ଆସୁ ଏଠି ଝୁଣା ଦୀପ। ସେ ଝୁଣା ଦୀପ ଜାଳିକି ଆମେ କିଛି ଉପଲବ୍ଧ ପାଇଛୁ। ଦେହ ପା ଭଲ ରହୁଛି, ତାଙ୍କ କୃପାରୁ ଆମେ ଭଲରେ ବି ଅଛୁ। ସେଥିପାଇଁ ଆମେ ଝୁଣା ଜାଳୁ। ମାଙ୍କ ଉପରେ ହଁ ବିଶ୍ୱାସ ଅଛି, ଅଖଣ୍ଡ ବିଶ୍ୱାସ। ଆମ ମା ହଉଛନ୍ତି ଆମ ସନ୍ଥିଆ ଗ୍ରାମରେ ପ୍ରତ୍ୟକ୍ଷ ଦେବୀ। 500 ବର୍ଷ ଆମ ମା ପୂଜା ପାଉଛନ୍ତି ଏଠି। ତାଙ୍କ ଯାହା ଲୋକମାନେ ଡାକୁଛନ୍ତି ସିଏ ସମସ୍ତଙ୍କ ମନସ୍କାମନା ସେ ପୂରଣ କରୁଛନ୍ତି। ସେଥିପାଇଁ ଆମର କୋଉଠୁ କଟକ ହଉ, ଯାଜପୁର ହଉ, ଭଦ୍ରକ ହଉ, ସବୁ ବିଭିନ୍ନ ସ୍ଥାନରୁ ସମସ୍ତେ ଆସିକି ମାଆଙ୍କର ମନସ୍କାମନା ପୂରଣ ପାଇଁ ଝୁଣା ଜାଳନ୍ତି, ଦୀପ ଲଗାନ୍ତି। ତାଙ୍କର ବି ମନସ୍କାମନା ବି ପୂରଣ ହେଇଛି। ସେଥିପାଇଁ ବହୁତ ଲୋକମାନେ ମାଆଙ୍କ ଉପରେ ଆଶା ଭରସା ସବୁ ରଖିକି ସେମାନଙ୍କର ମନସ୍କାମନା ପୂରଣ କରନ୍ତି।